ଓଡ଼ିଶା ଇତିହାସର ସ୍ମୃତିରୁ ଲିଭି ଯାଇଥିବା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ରେମୁଣା ବ୍ଲକର ସେହି ଉପେକ୍ଷିତ ଗ୍ରାମ ବୋଇତା, ଯିଏ ଦିନେ ପୁରାତନ ନୌ ବାଣିଜ୍ୟ କିମ୍ବଦନ୍ତୀର ମୁକ ସାକ୍ଷୀ ଥିଲା। କେନ୍ଦ୍ର ସରକାରଙ୍କ ନଥିରେ ଗ୍ରାମର କ୍ରମାଙ୍କ 3,92,870। ଏହା ସମୁଦ୍ର ପତ୍ତନରୁ 19 ମିଟର ଉଚ୍ଚତାରେ ଅବସ୍ଥିତ। ଏହାର ଭୌଗୋଳିକ ଅବସ୍ଥିତି ଉପଗ୍ରହ ଚିତ୍ରରୁ ସହଜରେ ଜାଣି ହୁଏ। 3.41 ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପିଥିବା ଏହି ବୋଇତା ଗ୍ରାମଟି ବାଲେଶ୍ୱର ଜିଲ୍ଲାର 17ତମ ବୃହତ୍ ଗ୍ରାମ ଭାବେ ପରିଚିତ ଥିବାବେଳେ ମୋଟ ଗ୍ରାମର ଶତକଡ଼ା 8 ଭାଗ ଭୂମି ଜଙ୍ଗଲ ଦ୍ୱାରା ଆବୃତ। 14ଟି ସାହି ବିଶିଷ୍ଟ ଏହି ଗ୍ରାମର ଲୋକସଂଖ୍ୟା 2000ରୁ ଅଧିକ ଥିବାବେଳେ ପ୍ରାୟ 460 ପରିବାର ଏଠାରେ ବସବାସ କରନ୍ତି। ଅତି ଆଶ୍ଚର୍ଯ୍ୟର ବିଷୟ ଯେ ଉକ୍ତ ଗ୍ରାମର ପ୍ରତି ସାହିରେ ନିର୍ଦ୍ଦିଷ୍ଟ କୌଳିକ ବୃତ୍ତି ବିଶିଷ୍ଟ ମୁଖ୍ୟତଃ କୁମ୍ଭକାର, ଚମ୍ଭାର, ଚଷା, ମହାଜନ, ଲୌହକାର, ବାଦ୍ୟକାର, ମତ୍ସ୍ୟଜୀବୀ ତଥା ଅନ୍ୟ ଜାତି ବା ବର୍ଗର ଲୋକେ ଅଛନ୍ତି। ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଗ୍ରାମ ପୂର୍ବାଭିମୁଖୀ। ଗ୍ରାମର ସମ୍ପୂର୍ଣ୍ଣ ବର୍ଷା ଜଳ ପୂର୍ବ ଦିଗରେ ଥିବା ପାହାଡ଼ା ଗୋହିରୀ ଦେଇ କଣ୍ଟିଆଚରା ନଦୀରେ ପ୍ରବାହିତ ହୋଇ ଜାମୁକା ମୁହାଣରେ ବଙ୍ଗୋପସାଗର ସହ ମିଶିଥାଏ। ଏହି ଜଳ ପ୍ରବାହର ରାସ୍ତାଟି ଆଗକାଳରେ ଉକ୍ତ ବୋଇତା ଗ୍ରାମର ଜଳପଥ ପରିବହନର ମାର୍ଗ ଭାବେ ବ୍ୟବହାର କରାଯାଉଥିବାର ଦୃଷ୍ଟାନ୍ତ ରହିଛି। ଇତିହାସରୁ ଜଣାପଡ଼େ ଯେ କଳିଙ୍ଗ ସାମ୍ରାଜ୍ୟ ସମୟରେ ଓଡ଼ିଶାର ଉପକୂଳ ଅଞ୍ଚଳରୁ ବୋଇତ ଦ୍ୱାରା ସାଧବ ପୁଅମାନେ ଜଳପଥରେ ବଣିଜ ପାଇଁ ଜାଭା, ବର୍ନିଓ, ସୁମାତ୍ରା ତଥା ଶ୍ରୀଲଙ୍କା ଆଦି ଦେଶକୁ ଯାଉଥିଲେ। ଏହି ପରିପ୍ରେକ୍ଷୀରେ ବୋଇତା ଗ୍ରାମର ସମ୍ପର୍କ ବିଶେଷ ମହତ୍ତ୍ୱପୂର୍ଣ୍ଣ। ଏହି ବୋଇତା ଗ୍ରାମର ପୂର୍ବରେ ଥିବା ପାହାଡ଼ା ଗୋହିରୀ କଣ୍ଟିଆଚରା ନଦୀ ସହ ସଂଯୋଗ ହୋଇଛି ଏବଂ ଆଗକୁ ଏହି ନଦୀଟି ସମୁଦ୍ରରେ ଜାମୁକା ମୁହାଣ ସହ ମିଶିଛି। ଆଞ୍ଚଳିକ ଇତିହାସକାର ତଥା ଗ୍ରାମର ବୟୋବୃଦ୍ଧଙ୍କ ମତରେ ଆଗକାଳରେ ବଣିଜ ପାଇଁ ବୋଇତମାନେ ଏହି ସ୍ଥାନରୁ ବାହାରି ଯାଉଥିଲେ ଓ ଆସି ଏହି ସ୍ଥାନରେ ପହଞ୍ଚୁଥିବାରୁ ଉକ୍ତ ଗ୍ରାମ ଅଦ୍ୟାବଧି ବୋଇତାଡ଼ି ବା ବୋଇତର ଆଡ଼ି ଭାବେ ବେଶ ପ୍ରସିଦ୍ଧ। ବ୍ରିଟିଶ ଶାସନ ପୂର୍ବରୁ ଏହି ଗ୍ରାମର ନାମ ବୋଇତ ବା ଇଂରାଜୀରେ BOITA ଥିଲା ଏବଂ କାଳକ୍ରମେ ଏହା ବୋଇତାରେ ପରିଣତ ହୋଇଛି। ପୁରାତନ ସମୟରେ ସ୍ଥଳପଥ ଅତି ଦୁର୍ଗମ ଥିବାରୁ ଏହି ଅଞ୍ଚଳର ସମସ୍ତ ପରିବହନର ମାଧ୍ୟମ କେବଳ ଏହି ଜଳପଥ ହିଁ ଥିଲା। ସେ ସମୟରେ ଏହି ଗ୍ରାମରୁ ମୁଖ୍ୟତଃ ସରୁ ଚାଉଳ, ମାଟି ତିଆରି ବହୁ ଆବଶ୍ୟକୀୟ ଉପକରଣ, ତାଳ ଗଛ ଏବଂ ପତ୍ରରୁ ତିଆରି ସୁନ୍ଦର ସୁନ୍ଦର ହସ୍ତକର୍ମ ତଥା ବେତ ଓ ବାଉଁଶରୁ ତିଆରି ବହୁ ଜିନିଷ ବିଦେଶକୁ ରପ୍ତାନି କରାଯାଉଥିଲା। ଏହାକୁ ଏକ ବଳିଷ୍ଠ ପ୍ରାକୃତିକ ଉଦାହରଣ ସହ ପ୍ରମାଣିତ କରାଯାଇପାରେ ଯେ ସମୁଦ୍ର ପତ୍ତନରୁ ଜାମୁକା ମୁହାଣ ଦେଇ ସ୍ଥଳଭାଗ ଆଡ଼କୁ କଣ୍ଟିଆଚରା ନଦୀଟି କେବଳ ବୋଇତା ଗ୍ରାମକୁ ପାହାଡ଼ା ଗୋହିରୀଠାରେ ସଂଯୋଗ କରୁଛି, ଯାହାକି ଅନ୍ୟ କୌଣସି ଗ୍ରାମକୁ ଏହି ନଦୀ ସ୍ପର୍ଶ କରିନାହିଁ। ଏହାର ପ୍ରମାଣ ଉପଗ୍ରହ ଚିତ୍ରରୁ ସହଜରେ ଜାଣିହେବ। ଏହି ଗ୍ରାମଠାରୁ ମାତ୍ର 18 କିଲୋମିଟର ଦୂର ବାଲେଶ୍ୱର ଡଚ୍ ଏବଂ ଓଲନ୍ଦାଜଙ୍କ ସମୟରୁ ବ୍ରିଟିଶ ସାମ୍ରାଜ୍ୟ ପର୍ଯ୍ୟନ୍ତ ଏକ ନୌ ବାଣିଜ୍ୟର ପେଣ୍ଠସ୍ଥଳୀ ଥିବା ସ୍ଥଳେ ବୋଇତା ଗ୍ରାମର ନୌ ବାଣିଜ୍ୟ ଅବସ୍ଥିତିକୁ ବାଲେଶ୍ୱରର ଅତି ନିକଟତମ ବାଣିଜ୍ୟିକ ସ୍ଥାନ ସହ ଯୋଡ଼ାଯାଇ ପାରିଛି। ଏହି ବିଷୟର ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କଲେ ଜଣାଯାଏ ଯେ ବୋଇତା ଗ୍ରାମର ପ୍ରାକୃତିକ ବେଷ୍ଟନୀ ଆଗରୁ ଏକ ଜଙ୍ଗଲ ସ୍ୱରୂପ ଥିଲା। ଏହି ଜଙ୍ଗଲରେ ମୁଖ୍ୟତଃ ତାଳ ଗଛ, ବେତ ଓ ବାଉଁଶ ଥିଲା। ଚମ୍ଭାର ଲୋକେ ଏହି ତାଳ ଗଛର ବିଭିନ୍ନ ଅଂଶରୁ ଏବେ ବି ବହୁ ସୁନ୍ଦର ସୁନ୍ଦର ହସ୍ତକର୍ମ ପ୍ରସ୍ତୁତ କରିଥାନ୍ତି। ଗ୍ରାମରେ ଏମାନଙ୍କର ଉପସ୍ଥିତି ସମସ୍ତ ଲୋକସଂଖ୍ୟାର 15ରୁ 20 ଭାଗ। ତାଳପତ୍ରରୁ ତିଆରି କରୁଥିବା ବିଭିନ୍ନ ହସ୍ତକର୍ମ ଏ ଅଞ୍ଚଳରେ ଏବଂ ବାଲେଶ୍ୱର ସହରରେ ଏବେ ବି ପ୍ରସିଦ୍ଧ। ଏବେ ବି ବୋଇତା ଗ୍ରାମର ଚାରିପଟେ ବହୁ ପୁରୁଣା ତାଳ ଗଛ ମାଳ ମାଳ ହୋଇ ଦେଖାଯାଏ, ଯାହାକି ପୁରାତନ ଅବସ୍ଥିତିକୁ ସୂଚାଇଥାଏ। ଏହି କୌଳିକ ବୃତ୍ତି ବିଶିଷ୍ଟ ଜାତି
बा वर्गर लोकमानंकर उपनाम मुख्यतः बेहेरा अटे। अन्य बेहेरा बा कुंभकार उपनामर बहु लोके माटी कादुअरु हांडी एवं मूर्ति तैयारी करती। ग्राम रे कुंभकारंकर संख्या समस्त लोक संख्यार अनुपात 20% थिबा बेले 50% रु अधिक ग्रामवासी उन्नत मानर धान तथा सरु चाउल उत्पादन करिथांती। बुईता ग्राम रे बहु देवादेवी रहिथिबा बेले माँ महिषामर्दिनी ठाकुराणी सर्वपुरातन ग्राम देवती। बहुत दिन ठाकुराणी ये गाँव बसती पाखर से पूर्वर से रही पूरा पाचे ठाकुराणी महिषामर्दिनी सबुठार किसी ठाकुराणी ये देव देवता किसी नथिले किंतु आगे महिषामर्दिनी रही। भौगोलिक अवस्थित जानी हुए जे माँ महिषामर्दिनी ग्रामर पूर्व दिगरे अवस्थित करुथिबा बेले तांकर सीधा दृष्टि पहाड़ा गोहिरी को रही। जेमितिकी माँ तार पिलामानंक फेरिबा बाटकू चातक भली चाहि रही। बहु पुरातन वयस्क लोकंक मतरे साधव माने वणिज पाई माँ महिषामर्दिनी ठारू आशीष भिक्षा नहीं यात्रा आरंभ करुथिले एवं फेरिबा समय रे धन्यवाद अर्पण करुथिले। पहाड़ा गुरु निकटरू आमर साधव मैंने वणिजा करने माँ महिषासुरी निकट पूजा अर्चना करी से बाहर देश को व्यवसाय करने चाहती। बुई तो को आसता नाम है आम गाँव थे बासिंदा होती चंबार कुंभार जो बेहेरा जो कहते बेहेरा टाइटल बेहेरा मोर शाशु शशुर अम्बलू आमर बुईत एठी लागुतला बोलिकी तार ना हेतु किंबदंती अच्छी से जुगुरु बुईता बोलिकी ना दियाए। आम गाँ पहाड़ा गोहिरीर पूर्व दिगरे बड़ जंगल थिला। एहाकू हेन्ताळ बण कुहा जाउथिला। एथिरे हरिण रहुथिले। बेले बेले सेमाने गाँ भितरकू पसी आसुथिले। ए कथा मो बापा तांको बापा जेजे बापांक ठारू सुनिथिले। मु द्वितीय श्रेणी रे पढ़ुथिला बेले मोहन सार कहुथिले जे बैतर आड़ीरू कालक्रमे बैता नाम होईछि। पहाड़ गुहिरी ठारे आगरू बोईत मान आसी लगुथिला। वर्षा दिने पहाड़ गुहिरीरू एक बड़ नाल आम घर आग देई गाँ भितरकू आसीथिला। एहाकू खुंटिया खाई गुहिरी कुहा जाउथिला। एहा सीधा जाई मानकाहाण साहिर छड़ा गडियारे मिसिथिला। एही नाଳରେ सेतेबेले छोटो छोटो बोईत मध्य चालुथिबार मु पिला दिने देखिछि। मो गाँ को आगरू कौन जो बोईत छोटे छोटे बोईत आसतला जत कौन रेंगुन रो खोद आसतला दुर्भिक्ष समय आम गाँ को यही चूड़ी बड़ जहाज रु छोट बोईतर सब खुद आसतला गाँ लोक मान तो व्यवहार करते खाद्य रूपे। समुद्र कूल कूल जे नुआ नई रु बुईत आसिकी पहाड़ा गुरी गोटे अच्छी से बर्तमान पुतीगला से पर्यंत बुईत आसे। बुईतरू डंगारे गाँ को जिनस आसे पुणी जिनस पुणी डंगारे जाए बुईतरे लुड़ हुए। किंभीर भी रुहती ये बुईत आसी लगुथिबारु आ ना है कि बुईता। एथिरु स्पष्ट प्रमाणित हुए जे आगरू एहिठारु बोईत द्वारा माटी तैयारी विभिन्न पदार्थ सरु चाउल तालपत्र और बेत बाउंसरू तैयारी बहु सुंदर सुंदर हस्तकर्म को विदेश को व्यापार वाणिज्य उद्देश्य रे रप्तानी करा जाउथिला। एही सबु प्रसंग गवेषकंक गवेषणार मुख्य मापदंड होइथिबारु विशेष भाव में बारी हेउछि जे एही स्थान आग काल रे एक वाणिज्यिक केंद्र थिला। ए राधा पाणिग्राही बोली जने जमीदार थिले। से जमीदार थिले से महाजन। ग्रामवासी कहवा अनुसार ग्रामर पूर्व भागरे सर्वप्रथम गृह पाणिग्राही साहिर राधा पाणिग्राही वंशोद्भव माने रहुथिले। एबे निकटरे तांकर नूतन गृह पाई भूमि खनन समय रे भूगर्भरू बहु पुरातन रौप्य मुद्रा मान मिलिथिला। एथिरु मध्य जानी हुए जे एहिठारे आगरू निश्चय भावे व्यापार वाणिज्य हेउथिला, कारण से समय रे व्यवसाय पाई जलपथ एकमात्र विकल्प थिला। शीत दिने एही पहाड़ा गोहिरी निकटस्थ विस्तृत पड़ियारे बाहरु बहु लोक आसी वनभोजीर आनंद नियंती। एही स्वर्णिम इतिहास को मने पकाई प्रति वर्ष
ବୋଇତା ଗ୍ରାମର କୌଳିକ ତଥା ଓଡ଼ିଶାର ଗୌରବମୟ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥାଏ। ପୂର୍ବରୁ ବୋଇତ ଆସି ଲାଗୁଥିବା ପୁରାତନ ଐତିହାସିକ ସ୍ଥାନ ପାହାଡ଼ା ଗୋହିରୀର ପୁନରୁଦ୍ଧାର ହୋଇପାରିନଥିବାରୁ ନିକଟସ୍ଥ ବୈଦ୍ୟନାଥ ଶୈବପୀଠର ପୋଖରୀରେ ଏହି ଉତ୍ସବ ପାଳିତ ହୋଇ ଆସୁଛି। ନିକଟରେ ବୋଇତା ଗ୍ରାମର ଏହି ବିରଳ ଐତିହାସିକ କିମ୍ବଦନ୍ତୀ ଉପରେ ପ୍ରିଣ୍ଟ ମିଡ଼ିଆ, ଡିଜିଟାଲ ମିଡ଼ିଆ ଏବଂ ସୋସିଆଲ ମିଡ଼ିଆଙ୍କ ତରଫରୁ ରାଜ୍ୟସ୍ତରୀୟ ଲୋକମାନଙ୍କ ମଧ୍ୟରେ ଉତ୍ସାହର ଆଲୋକ ଖେଳାଇ ପାରିଛନ୍ତି। ଗ୍ରାମବାସୀଙ୍କ ତରଫରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ 2020 ମସିହାରେ ବୋଇତା ଗ୍ରାମର ଐତିହାସିକ ସ୍ଥାନ ପାହାଡ଼ା ଗୋହିରୀ ବିଷୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଇନଷ୍ଟିଚ୍ୟୁଟ୍ ଅଫ୍ ମେରିଟାଇମ୍ ଆଣ୍ଡ ସାଉଥ୍ ଇଷ୍ଟ ଏସିଆନ୍ ଷ୍ଟଡିଜ୍ ବିଭାଗ ଏହି ଐତିହାସିକ ପୁରାତନ ସାମୁଦ୍ରିକ ବାଣିଜ୍ୟିକ ସ୍ଥାନ ଉପରେ ଗବେଷଣା ଆରମ୍ଭ କରିଛି। ଏଥିସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗ ଏହି ସ୍ଥାନ ଉପରେ ଗବେଷଣା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହିତ ସରକାରୀ ସ୍ତରରେ ଜଳସେଚନ ଓ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ପାହାଡ଼ା ଗୋହିରୀର ପୁନରୁଦ୍ଧାର ପାଇଁ ଚେଷ୍ଟା ଆରମ୍ଭ କରାଯାଇପାରିଛି। ମାତ୍ର ଏସବୁ ମିଶନ ପାହାଡ଼ା ଗୋହିରୀର ପ୍ରଥମ ସୋପାନ। ଏଭଳି ଏକ ଓଡ଼ିଶାର ପୁରାତନ ନୌ ବାଣିଜ୍ୟ ଇତିହାସର ମୁକସାକ୍ଷୀ ବୋଇତା ଗାଁ ନୁହଁ, ବୋଇତା ମା'ର ସ୍ୱର୍ଣ୍ଣିମ ଗୌରବମୟ ଅଧ୍ୟାୟକୁ ପୁଣି ଥରେ ଫେରି ପାଇବା ତଥା ପାହାଡ଼ା ଗୋହିରୀର ପୁନର୍ଜନ୍ମ ପାଇଁ ସମସ୍ତ ଗ୍ରାମବାସୀ ସଂଗ୍ରାମ ଜାରି ରଖିବେ। କାରଣ ଏହା ସେମାନଙ୍କର ଅଭିମାନର ପ୍ରଶ୍ନ ନୁହଁ, ସ୍ୱାଭିମାନର ଚିହ୍ନ।